ଅଭିଯୋଗକାରିଣୀ ସାବିତ୍ରୀ ଜୁଆଡ଼ିଙ୍କ ଏତଲା ଆଧାରରେ ନନ୍ଦନକାନନ ଥାନା ପୁଲିସ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ମୋ ବସ୍ ଚାଳକ ନୃସିଂହ ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ ଯେ ମଙ୍ଗଳବାର ସକାଳେ ଅଭିଯୋଗକାରିଣୀ ସାବିତ୍ରୀଙ୍କ 12 ବର୍ଷ ବୟସ୍କ ସାନ ଝିଅ ନନ୍ଦନକାନନ ରାସ୍ତା ପାର୍ଶ୍ୱରେ ଏକ ଫାର୍ମ ହାଉସରୁ ବାହାରି ନିକଟସ୍ଥ ଦୋକାନକୁ ଚାଲି ଚାଲି ଯାଉଥିଲା ବେଳେ ନିମ୍ନୁକ୍ତ ଅଭିଯୁକ୍ତ ଜଣକ ଏକ ମୋ ବସ୍କୁ ବେପରୁଆ ତଥା ଦ୍ରୁତ ଗତିରେ ଚାଳନ କରି ଆଣିବା ସମୟରେ ତାଙ୍କୁ ପଛ ପାଖରୁ ଖୁବ୍ ଜୋରସେ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଫଳରେ ଝିଅଟିର ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ ଶରୀରର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ପରିବାର ସଦସ୍ୟ ତଥା ଅନ୍ୟ ସ୍ଥାନୀୟ ଲୋକମାନେ ସଙ୍କଟାପନ୍ନ ଅବସ୍ଥାରେ ଘଟଣାସ୍ଥଳରୁ ଉଦ୍ଧାର କରି ଝିଅଟିକୁ 108 ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିବା ବେଳେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଏନେଇ ଅଭିଯୋଗକାରିଣୀ ସମ୍ପୃକ୍ତ ମୋ ବସ୍ ଚାଳକ ନାମରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ମାମଲାର ତଦନ୍ତ କରି ଉପଯୁକ୍ତ ନିମାପଡ଼ା ହରିପୁରର ନୃସିଂହ ସେଠୀ ଯିଏକି ମୋ ବସ୍ ଚାଳକ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ନନ୍ଦନକାନନରୁ ସଂଗ୍ରାମ କେଶରୀ ଦାସଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।